ଯାହୁ ମାଙ୍କ ଦୟାରୁ ବର୍ଷା ହେଲା ନା। ଦେଖନ୍ତୁ ଫ୍ରେଣ୍ଡସ୍, ଫାଇନାଲି ଆମ ଏପଟରେ ବର୍ଷା ହେଲା। କାଲି ରାତିରୁ ବର୍ଷା ହେଉଛି, ପାଖାପାଖି 9ଟା ବେଳୁ ବର୍ଷା ହେଉଛି। ଏ ହେ ଭାଇଆ ଦେଖ ସେ ଡ୍ରେନ୍ ପାଖରେ କିନ୍ତୁ ଜାମ୍ ହେଇଯାଇଛି, ପାଣି ପାସ୍ କରିବ କି ନାହିଁ। ତମେ ଯଦି ଉଠେଇ ନହେଲେ କାହାକୁ ଡାକିକି ଉଠା କର। ସଫା କରିବାକୁ ଆସନ୍ତି, କାହିଁ ଆସିନାହାନ୍ତି ଏଥର କେଜାଣି। ନା ଆସିଲେ ମାନେ ସେପଟ ଲାଇନ୍ରୁ ହେଇ ଆସୁଥିବ ବୋଧେ ନା। ମାଙ୍କ ଦୟାରୁ ବର୍ଷା ହେଲା ମାନେ ପୁରା ଜଳି ପୋଡ଼ି ଯାଉଥିଲା ପୁରା। ଗଛ ପତ୍ର ମଣିଷ ସବୁ ହାହାକାର। ବିଶ୍ୱାସ କରିବେନି ଏତେ ଖୁସି ଲାଗୁଛି ଏ ବର୍ଷାକୁ ଦେଖିକି। ମାନେ ଯୋଉଭଳିଆ ଗରମ। ହଁ ବା। ଚାଏ ତାହେଲେ ଚା ଟା ନେଇ ଆସେ ନା। ତମକୁ ବୋଧେ ନିଦ ଛାଡ଼ିନି ନା। ଆଜି ତାଙ୍କର ଅଫ୍ ନା। ଦେଖ ଅଫ୍ କୁ ପାଗ ବି କେତେ ବଢ଼ିଆ ନା। ପ୍ରଭୁ ଘଡ଼ଘଡ଼ି ବି ହଉଛି। ଚାଟା ବସେଇ ଦେଇକି ମୋ ପାଇଁ ମୁଁ ଗରମ ପାଣି କରିକି ନେଇ ଆସିଲିଣି। ଗରମ ପାଣିଟା ମୁଁ ପିଇବି। ଇଏ ତାଙ୍କର ଗାଡ଼ି ଘରଟା ଝାଡ଼ୁ କରିଦେଉଛନ୍ତି। ଗାଡ଼ି ଘର ଝାଡ଼ୁ କରିକି ଦାଣ୍ଡ କାମଟା କରିଦେବେ। ଚା ବସେଇ ଦେଇଛି, ଟିକେ ଟାଇମ୍ ଲାଗିବ ଆଉ। ଦେଖିଲ ଏଇ ଜରି ହବ କି ହାତ ଇଏ କରିବା ପାଇଁ ନା। ସେ ପତ୍ର ସେତିକି ନ ଉଠେଇଲେ ପାଣି ଗୁଡ଼ାକ ଯିବନି ବି ନା। टिप टिप वर्षा पकाଉଛି, ଟିକେ ବର୍ଷा ଏବେ କମି ଯାଇଛି। କାଲି ରାତିରେ ବହୁତ ଜୋରରେ ବର୍ଷା ହେଉଥିଲା, ବହୁତ ଜୋରରେ। ଏ ଗାଈ ଆସିଲାଣି, ତାର ପୁରୀ ଅଛି, ନେଇ ଆସେ। ଆଣୁ ଆଣୁ କେତେ ଦୂରକୁ ପଳେଇଲାଣି। ମା କୁକୁରଟା ଆସିଥିଲା, କୁଆଡ଼େ ପଳେଇଲା ଯେ? କୁକୁର ପାଇଁ ଆଣିବା ପାଇଁ ଗଲାବେଳକୁ କୁକୁର କୁଆଡ଼େ ପଳେଇଲାଣି। ନାହିଁ, ଏପଟରେ ବି ନାହିଁ। କୁଆଡ଼େ ପଳେଇଲା କେଜାଣି। କ'ଣ ପଚାରିଲ? ହଁ ହଁ ଆସୁଛି। ସେ ମାନେ ଡେଲି ଆସୁନି, 2-3 ଦିନରେ ଥରେ କି 3-4 ଦିନରେ ଥରେ ଆସୁଛି। ଗାଈଟା ପଳେଇଥିଲା, ଆପେ ପଳେଇ ଆସିଲା। ପୁଣି କୁକୁର କେଉଁଠି, ଗାଈକୁ ଖୋଜୁ ଖୋଜୁ କୁକୁର ମିଳିଗଲା, କିନ୍ତୁ କୁକୁର ପୁଣି କୁଆଡ଼େ ପଳେଇଲା ତା ପାଇଁ ଆଣିଲା ବେଳକୁ। ନିଅ ଚା ହେଇଗଲା। ସକାଳୁ କେତେ କାମ କଲୁଣି। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍। ଅଫ୍ ଗୁଡ଼ାକରେ ବେଶୀ କାମ। ଏଇ ବର୍ଷା ଦିନ, ବର୍ଷା ହେଲେ ତ ବେଶୀ କାମ ଲାଗିଯାଏ। ଦାଣ୍ଡ ଘରେ ତ ମେନ୍ ଟାଇମ୍ ନେବ। ହଁ ତମ ପାଇଁ ବନେଇନ କି? ହଁ ବନେଇଛି। ଆକ୍ଚୁଆଲି ମୋର ଏସେନ୍ସିଆଲିଟି ପାଇଁ ମୁଁ ଆଉ ତମ କଥା ପଚାରି ପାରିଲିନି। ମୁଁ କହିଲି ରାତି ତମର କାଇଁ ଆଣିନି, ଆଣିବି। ମୁଁ କହିଲି ତମକୁ ଦେଇଦିଏ, ତମେ ଏତେ କାମ କଲଣି ତ। ତମ ଚା କି ନା, ସରି, ଚା ଟା କେମିତି? ଏକ ନମ୍ବର। ପାଗକୁ ଦେଖି ପୁରା ଅଦା ଫଦା ଦେଇକି କରିଛି। ବାବା ବାବା ମାନେ ନା, ତମମାନଙ୍କୁ ସାଙ୍ଗରେ ଶୋଇବା କଥା ନୁହଁ। ଟେମ୍ପରେଚରକୁ 18 ରଖିଛି। ବର୍ଷାକୁ ମୁଁ ଶୀତ ଲାଗୁଥାଏ ଖାଲି। ସେ ଘୋଡ଼େଇ ହେଲା ପରେ ବି ମୋତେ ଶୀତ ଲାଗୁଥାଏ। ହଁ ହଁ ଦେବିନି କ'ଣ, ଚା ପିଇବୁ ମାନେ ଏମିତି ଉଠିକି ଦେଖିଲା ବେଳକୁ 18 ଭରି। ନା ସେ ପିଏନି, ବେଳେ ବେଳେ ହିଁ ମାଗେ, ତ ମୁଁ ମନା କରିପାରେନି, ଦେଇଦିଏ। ହେଲେ ବହୁତ ଥର ମନା କରେ, ସେ ବୁଝି ବି ଯାଏ। ମୁଁ ବି ମୋ ପାଇଁ ଚା ନେଇ ଆସିଲି। ଥଣ୍ଡାଟା ଧରିଦେଇଛି ଯେ ମାନେ ପୁରା ଘୋଳା ବିନ୍ଧା ଭଳିଆ ହେଉଛି। ତା ସାଙ୍ଗ ମୁହଁ ଫୁଲି ଯାଇଛି, ସିଏ ଅଲଗା। ଆଉ ଅଣ୍ଟା ଯେ ଏତେ ପେନ୍ କୁହନ୍ତୁନି, ପ୍ରବଳ ପେନ୍ ହେଉଛି ଅଣ୍ଟା ପୁରା। ସାର୍ ତମର ପୁରା ଗାଧୋଇ ପାଧେଇକି ରେଡ଼ି, ଆଉ ଥରେ ଚା ପିଇବେ ବୋଲିକି ମାଗିଲେ। ଆଜି ତ ଶେଷ ରଜ,
ତା ସାଙ୍ଗକୁ ବାର ବି ବଢ଼ିଆ ମାନେ ସଣ୍ଡେ शुक्रवार भी पड़ता कि आम तो शुक्रवार आमर उपास से रज एथर 2टा बार बढ़िया पड़ी ना फास्ट बारटा शुक्रवार आटा जो मैंने शुक्रवार आइंस खाऊे भल कि आमर तो शुक्रवार उपास शुक्रवार तो है आज बढ़िया रविवार पड़ी ता सांग को वर्षा है कि पागटा भी बढ़िया हो जाए मटन टा न कले भल लगे देखे माने हाँ जेहेतु रज को रविवार मिलिबार चांस भिड़ जे अकरिणा भिड़ थियो ता भितरे जदे भल मिलेला से हिसाब रे हाँ ना 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 भल न मिले जमा आनिबोनी बाधा लागो जदि मिलिला ताहले आज मटन टे हबा आ शेष रज रे गोटे रज स्पेशल मटन टे हबा ना मामा आज्ञा एबे मटन युद्ध रे बाहर छ ना कोन पोजीशन कोन हबो मटन आनिया गोटे संघर्ष जे एक्चुअली ना हाँ देख जहाँ हम हम न मिले ना मिल जदि भल कथा ना आउ कि करदेव आ कौन स्टैंड उठाओ स्टैंड उठाओ गुड मॉर्निंग फ्रेंड्स जय माँ संतोषी आपण मान को आज ब्लॉग रे अनेक अनेक स्वागत आशा कर आपण मैंने समस्त भल थे सुस्थ थे माँ का कृपा आम मैंने भी सब भलरे अच्छु आज तो रविवार शेष रज आपण समस्त को शेष रज उपलक्षे हार्दिक शुभेच्छा और शुभकामना ये तो 2 घंटा है मटन पे गले 2 घंटार बेसी है कहीं देखा दर्शन ना देखा जाऊ मटन मिलूँ कि ना मुझे ए कंढे की माने ब्रेकफास्ट करदेवी चकुली ही करदेवी तापर रोषेर प्रिपरेशन करी एबे मो कंढे पे चकुली कर खाली चकुली ही खाइब माने ताको पतला पतला कर तेल तेल करदे ताको चकुली सांगे आ किसी दरकार नहीं एबे पिठो अच्छी माने सरला जाए खाली चकुली ही खाइब सी खाली राति भी सेमती खाली चकुली खाइले एमती पतला पतला कर तेल तेल करदे खाली चकुली खाइले ताको एते पसंद चकुली एमती गोटे गोटे कर खाइब आ बेड ऊपर आ इठिया गोटे गोटे एमती गरम गरम करदेवी पूरा तेल तेल टिके जदि मोटा हो माने कहब एमती कहीं कल मामा यार एटा परफेक्ट करछ हां परफेक्ट करछ एमती तेल तेल पतला पतला करिक देले केही भी खाली खाई देबे तू कोन मु भी खाली खाई देबी मु न खाइबा लोक चकुली एमती गरम गरम गोटे गोटे पूरा एमती तेल तेल पूरा के दबो सेही तो मते किए दबो एमती पूरा सरू चकुली बहुत बढ़िया है मते सतरे किए करिक देबो बाबा तो करि परिबेनी तते तो आसीबनी समय तो 11:10 हेगलानी भात बसैथिले भात हेगलानी एबे गाली भी तरकारी पे मसला भी बाटी देछि मसला रे मु जीरा धनिया अदा रसुण पियाज बाटीछि मटन पे मसला बाटी छाणी किंतु मटन एपर्यंत देखा दर्शन नहीं से माने गलेनी 8टा पाखापाखि गलेनी 11:10 हेगलानी एपर्यंत आसी ना मुझे कहली मसलाटा बाटी दे था गोटे दायित्व छिड़ी जाइए मटन हेल्ले चिकेन हम चिकेन हेल्ले माछ हम जहाँ तो गोटे हम मसलाटा बाटी गोटे दायित्व छिड़ी दे था पुणी जदि वर्षा फर्षा करेन्ट फरेन्ट पड़े सी पुणी गोटे हैरान हो तो मसलाटा बाटिक रेडी करदेली भात तो होगा जा भातटा गाड़ी दी सारा मोर एबे ही मटन नहीं आसुच्च एते जल्दी भगवान यही जगह नहीं ता ढांकनटा आनी ढांकन देके रखदेव ना मटन बनैबा जेतिकी टाइम हाँ पानिया पई ता 3 गुण टाइम एक्चुअली माने दुनिया समय हेलानी 8टा बेल को जाइथिले 11:10 हेथिले 11:15 होउथबो दियो ढांकनटा दउछि ढांकनटा दे दियो नले बिल्ली आसिकी ओम स्वाहा कर दबो आसी मटन खाइ दबो मटन खाइ दबो हमर रजरे मटन खाइबाटा पुनी अधूरा रहि जिवो एते परिश्रम कला परे ना को मु जस्ट ए फ्रेंड्स मान कहूली एपर्यंत आसी ना कि तुम आसिल मांस तो बाड़ी पटरे ही हम किंतु मुझे आलू भाजिक मसलाटा कषि नेबी से कड़े बसई देती तेल देदेवी तेल तो आमर गरम हो गलानी आलू काट सारी आलू भाजिया देदेवी मुझे अधिका आलू पकई कारण एका साथ राति होते परिश्रम कलापर राति करने इच्छा हेनी से अधिका आलू देदेवी एत बड़ आलूटा मझीरे दागी जाइए से मझीरू काटिक बाहर करदेली कहली नष्ट करूँ ना टिके तो खराब हो माने कला दाग हो जाता टिके काटिक बाहर करदेली आलूटा भाजी है भितर मु तरकारी पियाज काटदेवी पियाज काटदेवी
ଆଉ ସବୁ ଯାହା ଗରମ ମସଲା ଯାହା ଯେମିତି ତାକୁ ରେଡ଼ି କରିଦେବି। ଆଳୁକୁ ତ ଭାଜିକି ବାହାର କରିଦେଲି। ଏବେ ତେଲ ତ ଗରମ ଅଛି, ସେଇ ତେଲରେ ଟିକେ ଚିନି ଦେଇଦେବି କଲର୍ ପାଇଁ। ଚିନି ତ ମେଲ୍ଟ ହେଇ ଆସିଲାଣି। 2ଟା ତେଜପତ୍ର ଦେଇଦେବି। ଗରମ ମସଲା ଦେଇଦେବି। ଗରମ ମସଲା ସେମିତି କିଛି ନାହିଁ, ଅଳେଇଚ ଆଉ ଡାଲଚିନି, ବେଶୀ କିଛି ଦେଲିନି। ଏବେ ପିଆଜ ଆଉ କଞ୍ଚା ଲଙ୍କା କାଟିକି ରଖିଛି ତାକୁ ଦେବି। ପିଆଜ ତ ଭାଜି ହେଇଗଲାଣି। ଏବେ ଯେଉଁ ମସଲା ବାଟିକି ରଖିଥିଲି ତାକୁ ଦେଇଦେବି। ମସଲାରେ ତ କ'ଣ କ'ଣ ବାଟିଛି ଆପଣମାନଙ୍କୁ କହିଛି। ଏକା ସାଙ୍ଗରେ ଗୁଣ୍ଡ ମସଲା ବି ସବୁ ଦେଇଦେବି। ଏଥିରେ ହଳଦୀ ଅଛି, ଲୁଣ ଅଛି, ଆଉ 2 ପ୍ରକାର ଲଙ୍କାଗୁଣ୍ଡ ଅଛି, ଯେମିତିକି ରାଗ ଲଙ୍କାଗୁଣ୍ଡ ଆଉ କାଶ୍ମୀର ଲଙ୍କାଗୁଣ୍ଡ। ମୋ କାମ ଏତିକି ପର୍ଯ୍ୟନ୍ତ ଥିଲା। ମସଲାଟା ସବୁ ରେଡ଼ି କରିକି ମସଲା କଷିବା ପର୍ଯ୍ୟନ୍ତ। ବାକି ସବୁ ସିଏ କରିବେ, ଯେମିତି ମଟନ୍ଟା ଧୋଇବେ ଆଉ ମଟନ୍ କଷାକଷି ମାନେ ତରକାରୀଟା କମ୍ପ୍ଲିଟ୍ କଲା ପର୍ଯ୍ୟନ୍ତ ତାଙ୍କ ଦାୟିତ୍ୱ। ଏବେ ମଟନ୍ଟା ଧୋଇବେ। ପାଣି ଦେଇକି ରଖିଥିଲି, ପିମ୍ପୁଡ଼ି ହେଇଯାଉଛନ୍ତି ବା। ମଟନ୍ଟା ଟିକେ ଦେଖିଦିଅ ଦେଖିବା କ'ଣ ଲାଗିକି ଅଛି କି କ'ଣ ଅଛି। ହଁ, ଜରିରୁ ଆଗରୁ ବାହାର କଲେ ସିନା। ଆରେ ଜରିରୁ ବାହାର କର। ଲାଗିକି ଅଛି ମାନେ କେମିତି ଜାଣିବ? ଜରି ସହ ଜାଣିଦେବ କି? ତମେ ମଟନ୍ଟା ବଛାବଛି କରିକି ଧୁଆଧୁଇ କରିଥାଅ, ମୁଁ ମସଲାଟା କଷୁଥାଏ। ପୁଣି ଲାଗିଯିବ ମସଲା ନହେଲେ। ମସଲା ତ ମୁଁ କଷି ସାରିଥିଲି। ଏବେ ବାଡ଼ି ପଟକୁ ନେଇ ଆସିଛି। ଏବେ ମାଂସକୁ ମସଲାରେ ଦେଇକି କଷିବ। ଏବେ ତ ତରକାରୀ ହେଲା ବେଳକୁ ଆହୁରି ପାଖାପାଖି 1.5 ଘଣ୍ଟା ନା। କଷିବ ମିନିମମ୍ ଘଣ୍ଟେ, ସିଝିବ ମାନେ ଅଧଘଣ୍ଟାରୁ 45 ମିନିଟ୍ ପାଣିରେ ନା କି? 45 ମିନିଟ୍ କଷା ହେବ, ଅଧା ଘଣ୍ଟା ଫୁଟିବ, ତାପରେ ଯାଇକି ଦେଖାଯିବ କ'ଣ ହେବ। ହଁ, କରେଇରେ କଲେ ଏମିତି ହେଲାନି କି 45 ମିନିଟ୍, ଅଧା ଘଣ୍ଟା, ଘଣ୍ଟେ 15 ମିନିଟ୍ ହେଲାଣି। 1.5 ଘଣ୍ଟା ଲାଗିଯିବ। 1.5 ଘଣ୍ଟା ଲାଗିବ। ଆଉ ମସଲା କଷିବାକୁ ଧରିଲେ ତ ସେ ଅଲଗା ସମୟ ଛାଡ଼ିଦିଏ। କାରଣ ସମୟ ଲାଗେ, ମାନେ କୁକରରେ କଲେ ଜଲ୍ଦି ହେଇଯିବ, କିନ୍ତୁ ହାଣ୍ଡିକି କରେଇରେ କଲେ ତ ସମୟ ଲାଗିବ ହିଁ ଲାଗିବ। ମଟନ୍ ତ କଷି ହେଇଗଲାଣି। ଏବେ ମଟନ୍ରେ ମୁଁ ଆଳୁ ଦେଇଦେବି। ସିଏ ମୋତେ ଟିକେ ସମୟ ପାଇଁ ଦାୟିତ୍ୱ ଦେଇଦେଇକି ତାଙ୍କର କ'ଣ କାମ ପଡ଼ିଲା ସେଥିପାଇଁ ଯାଇଛନ୍ତି। ସେ କହିଲେ କି ମୁଁ ଆସିବା ଭିତରେ ତୁ ଟିକେ ମଟନ୍ର ଦାୟିତ୍ୱଟା ସମ୍ଭାଳୁଥା। ମାଂସ ଆଉ ଆଳୁକୁ ତ ଆମର ବଢ଼ିଆ ସେ କଷି ହେଇଗଲାଣି। ମଝିରେ କିଛି ସମୟ ପାଇଁ ମୋତେ ଦାୟିତ୍ୱଟା ଦେଇଦେଇକି ପଳେଇଥିଲେ। ଏବେ ପାଣି ଦେବା। ହେଇ ତ ଗଲାଣି ଆଉ। 45 ମିନିଟ୍ରୁ ବେଶୀ କଷା ହେଲାଣି। ଗରମ ପାଣି କରିକି ନେଇ ଆସିଛି, ସେଇଟାକୁ ଏବେ ଦେଇଦେ। ତାତିନି, ଦେଇଦିଅ, ଦେଇ ହେଇଯିବ। ଏତିକି ପାଣି ଦେଇକି ଆଗ ଚଲେଇବି। ଚଲେଇକି ଦେଖ, ଲାଗିଲେ ଦବା। ଲାଗିବ କାରଣ ଆଳୁ ଗୁଡ଼ାକ ଅଛି ନା, ତାପରେ ମାଂସ ବି ସିଝିବା ପାଇଁ ପାଣି ଦରକାର। ମାଂସ ସିଝିବା ପାଇଁ ପାଣି ଦରକାର, ଆଳୁ ଟାଣିବ। ସେଇଆ ତ କହୁଛି। ତରକାରୀ ପାଣି ଦେଇଦେଲେ ଏବେ ଅଧଘଣ୍ଟାରୁ ବେଶୀ ଲାଗିବ ସିଝିବା ପାଇଁ ନା। ଟିକେ ଆଗ ତାଉ ଦେଇଦେବା। ହଁ, ଜୋର ଦେଇଦିଅ, ଫୁଟିଯାଉ ଗପ ଗପ କି, ତାପରେ ସିମ୍ କରିବ। ଦେଖନ୍ତୁ ଫ୍ରେଣ୍ଡସ୍, ଆମର ଶେଷ ରଜ ସ୍ପେଶାଲ ମଟନ୍ କରି ରେଡ଼ି। ବାସ୍ନା ବି ଜୋର ହେଲାଣି, ଭୋକ ବି ତେଜ ହେଲାଣି। ଚାଲ, ରୋଷେଇବାସ ସବୁ ସରିଥିଲା, ଖାଇବା ପାଇଁ ବି ସବୁ ବଢ଼ାବଢ଼ି କରିଦେଲେଣି। ଶେଷ ରଜରେ ଆମର କ'ଣ କ'ଣ ହେଇଛି ଆପଣଙ୍କୁ ଟିକେ କହିଦେଉଛି। ଭାତ, ମଟନ୍ କରି, ଆମ୍ବ, ଆଉ ଇଏ କୋଳି ଆଚାରକୁ ଟିକେ ଚିନି ଦେଇକି ମାନେ ଝୋଳ ଭଳିଆ କରିଦେଇଛନ୍ତି। କୋଳି ଆଚାରଟା ମିଠା ଅଛି, କିନ୍ତୁ ତାଙ୍କୁ ଟିକେ ବେଶୀ ମିଠା ପସନ୍ଦ, ତ ସେଥିପାଇଁ ତାକୁ ଟିକେ ଏମିତି ପାଣି ପାଣି କରିଦେଇଛନ୍ତି। ଏଟା ହେଲା ଆମ ସଣ୍ଡେର ଲଞ୍ଚ। କୁଲରଟା ଶବ୍ଦ କରିବ, ମାନେ ସାଉଣ୍ଡ ହେବ, ଇଏ କଥା ହେଲେ କ୍ଲିଅର ଶୁଭିବନି। ଯେ ଚାମଚ
ହଁ ଦେଇଥା ଗରମ ହଉଛି ଦେଇଥା କୁଲର ଦେଇଥା ଚାମଚ ବୋଧେ ନା କେତେଟା ଆଣିଛୁ ମୋର ଦରକାର ନଥିଲା କୋଳିଆ ଚାଟ ଏତେ ମିଠା ହେଲେ ବି ଚିନି ପକାଅ ନା ତମେ ଆଗେ ଆଇଁଷ ଖାଅନି ଆଜି ତରକାରୀ ବାବା ମୋର 2 ଜଣଙ୍କ ନାଁରେ ଯିବ ଏକଲା ନା ମୋର ନା ଏକଲା ନା ବାବାଙ୍କର ମଝିରେ ନା ଟିକିଏ ବହୁତ ଥିଲେ ମଝିରେ ପଳେଇଥିଲେ ନା ମାଂସ ଧୋଇଲେ ମାଂସଟା ଟିକେ କଷିଲେ ଆଳୁ କଷିଲା ବେଳକୁ ମୁଁ କଷିଲି ଭଲ ହେଇଛି ଏବେ ବାବାଙ୍କ ପାଳି ଏଇଟା କ'ଣ ଭଲ ହେଲେ ଆମ 2 ଜଣଙ୍କର ଖରାପ ହେଲେ ବି ଆମ 2 ଜଣଙ୍କର କିନ୍ତୁ ବେଶୀ ମୁଁ ହିଁ କରିଛି ମସଲା ବାଟିବା କଷିବା ସବୁ ଯୋଗେଇ ଦେବା ତମେ ଖାଲି ମାଂସ ଧୋଇଛ କଷିଛ ପାଣି ବି ଗରମ କରିକି ଦେଲି ସବୁ ଖାଲି ଭଲ ହେଇଛି ମୁଁ କୋଉ ମୋ ପାଟିରୁ ପାଣି ବାହାରିଲାଣି ଏମାନେ ଖାଇଲେଣି ମୁଁ ବି ବସିବି ତାଙ୍କ ସାଙ୍ଗରେ ପୁଅ ତ ତାର ଖାଇକି ଉଠିଗଲାଣି ଏବେ ଆମେ 2 ଜଣ ଖାଉଛୁ ଆକ୍ଚୁଆଲି ତରକାରୀଟା ବହୁତ ବଢ଼ିଆ ହେଇଥିଲା ଭଲ ବି ଲାଗୁଛି ଖାଇବା ପାଇଁ ବ୍ଲଗ୍କୁ ଆଉ କଣ୍ଟିନ୍ୟୁ ନ କରି ଏଇଠି ରଖିଦେଉଛି ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ପସନ୍ଦ ଆସିବ ବ୍ଲଗ୍ଟି ଯଦି ପସନ୍ଦ ଆସେ କମେଣ୍ଟ କରିବେ ଲାଇକ୍ ଆଣ୍ଡ ସେୟାର କରିବେ ଆପଣମାନଙ୍କ ସପୋର୍ଟ ଏବଂ ସହଯୋଗର ଅପେକ୍ଷାରେ ରହିଲୁ ଜୟ ମା ସନ୍ତୋଷୀ।